ଦ୍ୱିତୀୟୋଧ୍ୟାୟ। ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରଷ ମନେ ମନେ ଗୁଣି ଜୀବର ହିତେ କୃତ୍ୟ ହସି କହନ୍ତି ମୁନିସୁତ। ଶ୍ରୀସୁତ ଉବାଚ ଯେ ସୁକ ଏକାନ୍ତ ମନ କରିନ ଦେହ କଲେ ଶୂନ୍ୟ। ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି। ପିତାର ସ୍ନେହ ଭଗ୍ନ ଅର୍ଥେ ଉତ୍ତର ଦେଲେ ବୃକ୍ଷ ରୂପେ। ତାହାଙ୍କୁ ମୋର ନମସ୍କାର ସେ ଯେ ହୃଦେ ସର୍ବପ୍ରାଣୀଙ୍କର। ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେଉ ଚିତେ। ଅଖିଳ ବେଦର ସାଗର ଯେ ଅନୁଭବ ଆପଣାର। କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ଭାରତୀ ନର ନାରାୟଣ ଯେ ସତ୍ୟାବତୀର ନନ୍ଦନ। ସେ ନରୋତ୍ତମ ଏ ସଂସାରେ ନମଇ ତାହାଙ୍କ ପୟରେ। ଶୁଣ ସକଳ ମୁନିଜନ ସାଧୁ ଏ ତୁମ୍ଭର ବଚନ। ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତାରେ ଏହା ଶୁଣି। ପରମ ଧର୍ମ ଏ ଜଗତେ କୃଷ୍ଣ ଭଜନ ଯେତେ ମତେ। ଫଳର ଆଶା ଯହି ନାହିଁ ବିଘ୍ନ ପଶିବ ବା କାହିଁ। ବାସୁଦେବଙ୍କ ଠାରେ ଯେବେ ଭକ୍ତି ଉଦୟ ହୁଏ ତେବେ। ଜ୍ଞାନ ବୈରାଗ୍ୟ ଜାତ ହୁଏ ଶୁଷ୍କ ତର୍କାଦି ନାଶ ଯାଏ। ଭକ୍ତି କଲେ ଯେ ଜ୍ଞାନ ହୁଏ ଜୀବନ ପଡ଼େ ମାୟା ମୋହେ। ବିଷ୍ଣୁ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ। କେବଳ ଶ୍ରମ ତାହାଙ୍କର କାହୁଁ କରିବେ ତମ ଘୋର। ଅର୍ଥ ସଞ୍ଚନ୍ତି ଯେତେ ନର କେବଳ ଶ୍ରମ ତାହାଙ୍କର। ଅର୍ଥ ନ ପାଇ କାମ ମୁଖ୍ୟ ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ। ଇନ୍ଦ୍ରିୟ ଅର୍ଥପ୍ରିୟ ଯେତେ ଲୋଭେ ଭ୍ରମଇ କାମ ଅର୍ଥେ। ଯାବତ ଜୀବନ ଧରଇ କାମ ଲୋଭରେ ସୁଖ ନାହିଁ। ଜୀବନ ତତ୍ତ୍ୱ ଜାଣିବାରେ କେ ଜ୍ଞାନୀ ଅଛି ଏ ସଂସାରେ। ତତ୍ତ୍ୱ ବିଚାରି ଜ୍ଞାନ ଯେତେ ଜ୍ଞାନୀ କହନ୍ତି ଏ ଜଗତେ। କେହୁ କହନ୍ତି ବ୍ରହ୍ମତତ୍ତ୍ୱ କେହ ବା କହେ ପରମାର୍ଥ। କେହୁ କହନ୍ତି ଭଗବାନ ନିର୍ମଳ ପରମ ଯେ ଜ୍ଞାନ। ଏଭାବେ ପ୍ରୀତି ଯେ କରନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି। କରନ୍ତି କୃଷ୍ଣ ଠାରେ ଭକ୍ତି ଆତ୍ମାରେ ଆତ୍ମାଙ୍କୁ ଦେଖନ୍ତି। ହରିଶ୍ରବଣୁ ଭକ୍ତି ଜାତ ଅଜ୍ଞାନୀ ନ ଜାଣେ ଜଗତ। ଏଣୁ ଅଖିଳ ଏ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମ ଯେତେ। ସ୍ୱଭାବେ ଧର୍ମ ଆଚରଣ ଭକ୍ତି ଉପଜେ ନାରାୟଣ। ଯେବେ ସନ୍ତୋଷ କୃଷ୍ଣ ହୋଇ ପ୍ରାଣୀଙ୍କୁ ଚତୁର୍ବର୍ଗ ଦେଇ। ଏଜ୍ଞାନୀ ହୋଇ ଏକ ମନ ଭାବେ ତୋଷିବ ଭଗବାନ। ବିଷ୍ଣୁର ଗୁଣ କର୍ମ ଯେତେ ନିତ୍ୟ ଶୁଣିବ କର୍ଣ୍ଣପତେ। ନିର୍ମଳ କରି ସ୍ଥିର ମନ ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ ପୂଜା କରିବ ସୂକ୍ଷ୍ମ କଳ୍ପେ। ଏଭାବେ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ। ଏଣୁ ଜଗତେ ଜ୍ଞାନ ଯେତେ କୃଷ୍ଣ ନ ଭଜିବେ କେମନ୍ତେ। କୃଷ୍ଣ ଶ୍ରବଣେ ଭକ୍ତି ଯାର ସେ ପ୍ରାଣୀ ଭବ ମଧ୍ୟେ ସାର। ହରିଚରଣେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା। ସେ ପୁଣ୍ୟ ସାଧୁ ସଙ୍ଗେ ମିଳେ ପୁଣ୍ୟ ତୀର୍ଥକୁ ଆଶ୍ରା କଲେ। ତେବେ ସେ ହରିର ସରସେ ଭକ୍ତଙ୍କ ସଙ୍ଗେ ଯେବେ ମିଶେ। କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା କହନ୍ତି। ତାହାଙ୍କ ହୃଦେ ହରି ବସେ ସର୍ବ ଅଶୁଭ ଫଳ ଧ୍ୱଂସେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ ବେଦ କହନ୍ତି ମୁନିଜନ। ସାଧୁଜନଙ୍କ ମିତ୍ର ହରି ଏଣୁ ଭକତଙ୍କୁ ଆଦରି। ହେଲେ ତାଙ୍କର ଭବ ସିନ୍ଧୁ ଯେଣୁ ଭକତ ଜନ ବନ୍ଧୁ। ଭକ୍ତଜନଙ୍କ ସେବା ବଳେ ଦହନ ହୁଅନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷୟ ଭକ୍ତି ଉପଜେ ନର ଦେହେ। ସ୍ୱଭାବେ ରଜତମ ଦୁଇ କାମାଦି ଯେତେ ବୁଧାଇ। ଚିତ୍ତୁ ବାହାର ହୋଇ ଯାନ୍ତି ସ୍ୱାତିକ ଗୁଣ ଆବରନ୍ତି। ଏତେ ପ୍ରକାରେ ଯେତେ ମନ ନିର୍ମଳ ହୋଇବ ପ୍ରସନ୍ନ। ତେବେ ସେ ଭକ୍ତି ଯୋଗ ବେଳେ ଶ୍ରୀକୃଷ୍ଣ ଭକ୍ତ ସଙ୍ଗେ ମିଳେ। ନିର୍ମଳ ଜ୍ଞାନ ପ୍ରକାଶ ଇ ଜନ୍ମ ମରଣ ଆଦି କାହିଁ। ଅଶେଷ କର୍ମଗ୍ରନ୍ଥି ବନ୍ଧେ ଏଣେ ଛିଡ଼ଇ ସର୍ବଦ୍ୱନ୍ଦେ। ସର୍ବସଂଶୟ ତୁଲେ କର୍ମ ଛାଡ଼ଇ ବିଷ୍ଣୁ ମାୟା ବ୍ରହ୍ମ। ଆତ୍ମାରେ ଆତ୍ମା ସେ ଦେଖନ୍ତି ଜନ୍ମ ମରଣ ନାହିଁ ଭ୍ରାନ୍ତି। ଏଣୁ ପଣ୍ଡିତ ଜନ ଯେତେ ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟ ଦୃଢ଼ ଚିତ୍ତେ ନିତ୍ୟ ଭଜନ୍ତି ଆତ୍ମା ମତେ। ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତି ଜନମତ। ସେ ସତ୍ୱ ରଜତମ ଗୁଣ ସୃଷ୍ଟି ପାଳନ ସଂହାରଣ। ଅନାଦି ପରମ ପୁରୁଷ ଏ ତିନି ଗୁଣ ଯେ ପ୍ରବେଶ।
सृष्टि उदय ब्रह्मा होई पालने विष्णु जे से बोलाई संसार काले रुद्र रूपे सुखे विहरे मोह कल्पे से शुभ सत्य विष्णु देहे जंतु श्रेय गुण बहे काष्ठ संजोग धूम जात धूमरु अनल संभूत द्वितीय भाग प्रमाण तामस रज सत्व गुण एभावे ब्रह्मा परिमाणी भवसागरु तरे प्राणी निर्मल चेता मुनि जेते विचार करी आत्मा पिते कृष्णଙ୍କୁ सत्वगुणे जानी भजिले मुख्य परिमाणी तामस रजगुण जेते से जेउत पतिए जगते स्वभावे घोर भयंकर एणे न भजे मन जार अहिंसा शांति गुण थांती हरिचरणे नित्य चिति धन संपदे जार इच्छा से करे भूत प्रेते दीक्षा संसारे वेद कर्म जेते तप साधन क्रिया मते परम तत्व ज्ञान आदि कठोर जेते कर्म साधि ए सर्व गति नारायण एवे हो मुनिगणे शुण एमंत सूक्ष्म रूप धरे मायारे संसारे विहरे स्वभावे निर्गुण मुरारी खेलई त्रिगुण आवरी सकल जीव मध्य थाई अज्ञान जीवन जानई अशेष महिमा जे धरे किबा उपमा देवा तारे सकल भूते हरि बसे क्षेत्रज्ञ रूपे परकाशे अग्नि जेसन काष्ठे थाई से रूपे विश्व आत्मा से स्वतंत्र तांको देहे थाई विषय भोग कु करई देवती जक नर आदि से लीलावतीर प्रसिद्धि कईरे अनुरक्त होई पाड़ई सत्य गुण बही से हरि चरण पंकज सुजन जन माने भज कहई जगन्नाथ दास गीत प्रबंधे कृष्ण रस इति श्रीमद्भागवते महापुराण परमहंस संहिताय वयासिक्या प्रथम स्कंदे नमस्य ऋषि उपाख्यानो श्रीमद्भागवत वर्णन नाम द्वितीयोऽध्याय गोविंद 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 पदुबोळु।